ଆପଣଙ୍କୁ ମୁଁ ଆଚାର ରେସିପି ସେୟାର କରିବାକୁ ଯାଉଛି। ତ ପ୍ରଥମେ ଆମେ କଡ଼ାଇରେ ଶୁଖିଲା ଲଙ୍କାକୁ ଭାଜିଦେବା, ତାପରେ ଆମେ ମେଥି, କଳା ଜିରା, ଜିରାକୁ ଭାଜିଦେବା। ଭାଜି ସାରିଲା ପରେ ଆମର ଏଠି ସୋରିଷକୁ ଭଲ ଭାବରେ ଭାଜିଦେବା। ଭାଜି ଦେଇ ସାରିଲା ପରେ ଗୋଟେ କଡ଼େଇରେ ଆମେ ନେବା ସୋରିଷ ତେଲ। ତ ଯେତିକି ମାତ୍ରାରେ ଆପଣ ଆମ୍ବ ଥିବ ସେତିକି ମାତ୍ରାରେ ତେଲ ଟିକେ ଅଧିକା ହେଲେ ଭଲ ଲାଗେ। ତ ତାକୁ ଭଲ ଭାବରେ ଗରମ କରିଦେବା। ତ ଗରମ କରିଦେଇ ସାରିଲା ପରେ ଆମେ ଯେଉଁ ସବୁ ଭାଜିକି ରଖିଥିଲେ ଜିରା, କଳା ଜିରା, ମେଥି, ଶୁଖିଲା ଲଙ୍କା ଆଉ ସୋରିଷ, ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡିଙ୍ଗ କରିସାରିକି ତାକୁ ଗୋଟେ ଥାଳିରେ କାଢ଼ିଦେବା। ତ ତାକୁ ଗୋଟେ ଥାଳିରେ କାଢ଼ି ଦେଇ ସାରିଲା ପରେ ଆମର ଯେଉଁ ଆମ୍ବ ଥିଲା ସେ ଆମ୍ବକୁ ଆମେ ଯେଉଁ କଡ଼େଇରେ ତେଲ ଗରମ କରିଥିଲେ ସେଇ କଡ଼େଇରେ ସେ ଆମ୍ବ ପକାଇଦେବା। ଶୁଖିଲା ଲଙ୍କା ଯେଉଁ ପେଷ୍ଟ କରିଥିଲେ ସେ ଶୁଖିଲା ଲଙ୍କା ପେଷ୍ଟ ପକାଇବା। ସୋରିଷ ଯେଉଁ ପେଷ୍ଟ କରିଥିଲେ ସୋରିଷ ପକାଇବା। ଆଉ ମେଥି, କଳା ଜିରା ଆଉ ଜିରା ଗୋଟେ ପେଷ୍ଟ କରିଥିଲେ ସେଇ ଜିରା ପକାଇବା। ତ ତାକୁ ଆମେ ଯେତିକି ଧର ଆମେ ଆମ୍ବ ନେଇଛେ ସେତିକି ମାତ୍ରାରେ ଆମେ ଆମ ମସଲାକୁ ଦେବା। ଅଧିକା ମସଲା ଦେଲେ ସେ ପିତା ହେଇଯିବ। ତ ତେଣୁ ଆମକୁ ଯେତିକି କ୍ୱାଣ୍ଟିଟିର ଦରକାର ଆମେ ସେତିକି ହିଁ ଦେବା। ତ ତାକୁ ପକାଇ ଦେଇ ସାରିଲା ପରେ ଯଦି ଆପଣଙ୍କର ଅଲଗା କିଛି ମାନେ ଏଡ଼୍ କରିବାର ଥିବ ସେନ ଆପଣ ଏଡ଼୍ ବି କରିପାରିବେ, ନୋ ପ୍ରୋବ୍ଲେମ୍। କାହିଁକି ଏଇଟା ଖଟା ଆଚାର ହେଉଛି। ତ ତାପରେ ଆମର ଅଳ୍ପ କିଛି ଏକ୍ସଟ୍ରା ଆମ୍ବ ଦେଇକି ପୁଣି ଯେଉଁ ଏକ୍ସଟ୍ରା ମସଲା ସବୁ ଥିଲା ସେସବୁ ପକାଇକି ତାକୁ ଭଲ ଭାବରେ ମିକ୍ସ କରାହେଲା। ତ ଏଠି ଭଲ ଭାବରେ ମିକ୍ସ କରିଦିଆହେଲା। ତ ମିକ୍ସ ହେଇସାରିଲା ପରେ ଆମେ ଆଗରୁ ଯେଉଁ ସୋରିଷ ତେଲ ଆମେ ଗରମ କରିଥିଲେ ତ ସେ ସୋରିଷ ତେଲ ଆମେ ସେନ ପକାଇବା। ତ ସୋରିଷ ତେଲ ସେନ ପକାଇକି ତାକୁ ଟିକେ ଭଲ ଭାବରେ ମିକ୍ସ କରିଦେବା। ତ ଭଲ ଭାବରେ ମିକ୍ସ କରିଦେଇ ସାରିଲା ପରେ ତ ଦେଖିପାରୁଥିବେ ଏଠି ଆମର ସୋରିଷ ତେଲ ପଡ଼ୁଛି। ସୋରିଷ ତେଲ ପକାଇ ତାକୁ ମିକ୍ସ କରିଦେବା। ମିକ୍ସ କରିସାରିଲା ପରେ ଆମେ ଯେଉଁଥିରେ ରଖିବା ଆମର ଆମ୍ବ ଆଚାର ତ ସେଇନ ଆମେ ତାକୁ ସବୁ ଷ୍ଟକ୍ କରି ରଖିଦେବା। ତାପରେ ଆମର ପ୍ରସ୍ତୁତ ହେଇଗଲା ଆଚାର। ଭଲ ଲାଗିଥିଲେ ଲାଇକ୍ କରିଦେବେ।